ଦେଖ ପିଲେ ଆଜି ଆମେ କ'ଣ କରିବା ନା ଜ୍ୟାମିତିକ ଅଙ୍କନ କରିବା 12.1 ଯେଉଁଟା ସପ୍ତମ କ୍ଲାସ୍ର 12.1 ଆଜି କରିବା। 1 ନମ୍ବର କ୍ୱେଶ୍ଚିନ୍ ଦେଖ କ'ଣ ଦେଇଛି ନା ସ୍କେଲ୍ ଓ କମ୍ପାସ୍ ବ୍ୟବହାର କରି 60 ଡିଗ୍ରୀ ପରିମାଣରେ ଏକ କୋଣ ଅଙ୍କନ କରିବାକୁ ତାକୁ ସମଦ୍ୱିଖଣ୍ଡ କରିବା। ତ 60 ଡିଗ୍ରୀ ଦେଖ କେମିତି ହେଉଛି। ପ୍ରଥମେ କ'ଣ କରିବା, ମୁଁ ଏଠି ପେନ୍ ବ୍ୟବହାର କରୁଛି, ତୁମେ ମାନେ ପେନ୍ସିଲ୍ ବ୍ୟବହାର କରିବ, ଠିକ୍ ଅଛି। ତାହେଲେ 12.1 ଆମର ହେଇଗଲା 1 ନମ୍ବର। ଦେଖ ପ୍ରଥମେ ଗୋଟେ ନର୍ମାଲ୍ ଗୋଟେ ଗାର ନେବା, ଠିକ୍ ଅଛି। ସେଥିରେ ଗୋଟେ ନିର୍ଦ୍ଦିଷ୍ଟ ଚାପ ନେବା, ଏଇଠି ରଖିକି ରାଉଣ୍ଡ ରଖିକି ମୁଁ ଗୋଟେ ନିର୍ଦ୍ଦିଷ୍ଟ ଚାପ ନେଉଛି। ସେଇ ଯେଉଁ ଚାପଟା ଆମେ ନେଲେ ସେ ଚାପକୁ ହଲଚଲ ନ କରିକି ଏ ବିନ୍ଦୁରେ ରଖିକି କ'ଣ କରିବା ନା ୟା ଉପରେ ଏମିତି କାଟିବା, ଠିକ୍ ଅଛି। କାଟିବା ପରେ ବର୍ତ୍ତମାନ ଦେଖ ଆମେ ଯେଉଁଠି କାଟିଲେ ତାକୁ ଏମିତି ସଂଯୁକ୍ତ କରିଦେବା। ୟାଙ୍କର ସବୁ ନାଁ ଦେଇଦେବା। ମୁଁ ଧର ଏଠି ନାଁ ଦେଇଦେଉଛି ଏ, ଏଠି ବି, ଏଠି ସି ନାଁ ଦେଇଦେଉଛି। ବର୍ତ୍ତମାନ ଏଇ ଯେଉଁ ଚାପଟା ଆମର ଅଙ୍କନ ହେଲା, ଏଇ ଯେଉଁ କୋଣଟା ଆଙ୍ଗେଲଟା କ'ଣ ଦେଖାଯାଉଛି, ଇଏ ବର୍ତ୍ତମାନ ହେଇଗଲା ଆମର 60 ଡିଗ୍ରୀ। ତାପରେ କହିଛି ତାକୁ ସମଦ୍ୱିଖଣ୍ଡ କର। ସମଦ୍ୱିଖଣ୍ଡ କେମିତି କରିବା ନା ସି ଆଉ ବି ଚାପ ଦେଖାଯାଉଥିବ, ଆକୁ ଅଧାରୁ ଅଧିକ ନେଇ କାଟିଲେ ସମଦ୍ୱିଖଣ୍ଡ ହେଇଯିବ। ଦେଖ ଅଧା ଏଇଠି ଜଣାପଡ଼ୁଛି, ମଝିରେ ତାଠୁ ଟିକେ ଅଧିକ ଅଛି, ଟିକେ ଅଧିକ ନେଇକି ଏପଟେ ଏମିତି ରଖିକି କାଟିବା। ତାପରେ ସି ମୂଳରେ ରଖିକି ଏପଟେ କାଟିବା। ତାକୁ ଏଇ ସହିତ ଜଏଣ୍ଟ କରିଦେବା ଯେଉଁ ବିନ୍ଦୁଟା ମିଳିଲା। ତାହେଲେ ବର୍ତ୍ତମାନ ସମଦ୍ୱିଖଣ୍ଡ ହେଇଗଲା। ଯେଉଁ ସମଦ୍ୱିଖଣ୍ଡ ହେଲା ମିନ୍ସ 30 ଡିଗ୍ରୀ ଅଙ୍କନ ହେଲା। 60ର ଅଧା 30 ନା, ସମଦ୍ୱିଖଣ୍ଡ ହେଲେ 30 ଡିଗ୍ରୀ ଅଙ୍କନ ହେବ। ନେକ୍ସଟ ଦେଖ 2 ନମ୍ବର କ'ଣ ପଚାରିଛି। 2 ନମ୍ବରରେ କହିଛି କି କମ୍ପାସ୍ ଆଉ ସ୍କେଲ୍ ବ୍ୟବହାର କରି 90 ଡିଗ୍ରୀ ପରିମାଣ ଏକ କୋଣ ଅଙ୍କନ କରିବାର ସୋପାନ ଲେଖ। ସୋପାନ ତ ଆମେ ଯାହା ଅଙ୍କନ କରୁଛୁ ସେଇ ଗୋଟିଏ ହିଁ ଗୋଟେ ଗୋଟେ ସୋପାନ, ତାକୁ ଲେଖିବାକୁ କହିଛି, ଗୋଟେ ମୋତେ ଅଙ୍କନ କରି ଦେଖାଇ ଦେଉଛି। କେମିତି କରିବା ଦେଖ, ସେମିତି ମନେ ଇଚ୍ଛା ଗୋଟେ ଗାର ନେବା। ନେକ୍ସଟ 60 କରିବା, ତାପରେ 120, 60 120 ସମଦ୍ୱିଖଣ୍ଡ କରିବା। ପ୍ରଥମେ 60 ଡିଗ୍ରୀ ଅଙ୍କନ କରିବା। ବର୍ତ୍ତମାନ ଏଇ ଚାପଟା ହେଲା 60, ଏଠାରୁ କି ଆଡ଼େ କାଟିଲେ ଏଇଟା ହେଲା 120। ଅଧାରୁ ଅଧିକ ନେଇକି ସମଦ୍ୱିଖଣ୍ଡ କର। ଅଧାରୁ ଅଧିକ ନେବା, ଏଇ ଯେଉଁ ଚାପଟା ନାଁ ଦେଇଦେଉଛି ସୁବିଧା। ବର୍ତ୍ତମାନ ଯେଉଁ ବି ସି ଚାପ ଦେଖାଯାଉଛି ସେଇ ଚାପକୁ ଆମେ ସମଦ୍ୱିଖଣ୍ଡ କରିବା, ଠିକ୍ ଅଛି। ତାହେଲେ ଦେଖ ଅଧାରୁ ଅଧିକ ନେବା, ଅଧାରୁ ଅଧିକ ଅଛି, ଅଧାରୁ ଅଧିକ ଅଛି, ତାହେଲେ ଏମିତି କାଟିଦେବା ଉପରେ, ଏମିତି କାଟିଦେବା, ହେଇଗଲା। ତାକୁ ଜଏଣ୍ଟ କରିଦେଲେ ଆମର ହେଇଗଲା 90 ଡିଗ୍ରୀ ଅଙ୍କନ ଶେଷ। এইটা ଯେଉଁ ହେଲା ଆମର 90 ଡିଗ୍ରୀ। ସେ କହିଲା ଯେ ସୋପାନ ଲେଖ। ଆମେ ସେ ଲେଖିବା ଯାହା କଲେ। ପ୍ରଥମେ ଆମେ ଗୋଟେ ରେଖାଖଣ୍ଡ ନେଲେ, ତାପରେ ଷ୍ଟାର୍ଟିଂ ନାଁଟା ତାପରେ କ'ଣ ଦେଲା ଓ ଦେଲେ। ଓରୁ ଗୋଟେ ନିର୍ଦ୍ଦିଷ୍ଟ ଚାପ ରଖି ଆମେ କ'ଣ ଚାପ କାଟିଲୁ, ଯେଉଁଠି ଛେଦ ଗଲା ଗାରକୁ ତା ନାଁ ହେଲା ଏ। ଏରୁ ତାପରେ କ'ଣ କଲୁ ନା ସେଠି ସେଇ ଚାପ ଉପରେ କ'ଣ କଲୁ ଆଉ ଗୋଟେ ଚାପ କାଟିଲୁ, ଏପଟେ ଚାପ କଲୁ, 60 ଡିଗ୍ରୀ ଅଙ୍କନ କଲୁ, 60 ପରେ 120 ଗଲୁ। ତାପରେ ବି ସେଇ ଚାପକୁ ସମଦ୍ୱିଖଣ୍ଡ କରିବା ଦ୍ୱାରା ଆମକୁ କ'ଣ ମିଳିଗଲା 90 ଡିଗ୍ରୀ ମିଳିଗଲା। ଏଇଗୁଡ଼ା ଲେଖିବାର ଅଛି ଆଉ। ନେକ୍ସଟ ଦେଖ 3 ନମ୍ବର କ'ଣ ଦେଇଛି, କହିଲା ଗୋଟେ 8 ସେମି ଦୈର୍ଘ୍ୟ ବିଶିଷ୍ଟ ଗୋଟେ এবি ରେଖାଖଣ୍ଡ ଅଙ୍କନ କରି ତାକୁ ସମଦ୍ୱିଖଣ୍ଡ ଲମ୍ବ ଅଙ୍କନ କର ଆଉ ଏବିକୁ ସମାନ 4 ଭାଗରେ କରିପାରିବା କି କିପରି। ପ୍ରଥମେ କହିଲା এবି ରେଖାଖଣ୍ଡ କରିବା 8 ସେମି ବାଲା, ତାକୁ ଦ୍ୱିଖଣ୍ଡ କରି ତାପରେ ବାଦେ ତାକୁ 4 ଖଣ୍ଡ କରିବା। କେମିତି କରିବା ଦେଖ, ପ୍ରଥମେ ସେମିତି କ'ଣ କରିବ, ଡାଇରେକ୍ଟ 8 ସେମି କାଟିକି ନେଇହେବ, କିନ୍ତୁ ଆମେ କେମିତି ନେବା କମ୍ପାସ୍ ସାହାଯ୍ୟରେ। ଦେଖ ପ୍ରଥମେ ଗୋଟେ ମନ ଇଚ୍ଛାରେ ଆମକୁ ରେଖାଖଣ୍ଡ ନେବାକୁ ପଡ଼ିବ। କମ୍ପାସ୍ ଉପରେ ଥୋଇକି ତୁମକୁ 8 ସେଣ୍ଟିମିଟର ମାପିବାକୁ ପଡ଼ିବ। ଠିକ୍ ଅଛି। ଦେଖ କମ୍ପାସ୍ ଉପରେ ଥୋଇକି ମୁଁ 8 ସେଣ୍ଟିମିଟର ମାପିଛି। ତାହେଲେ ଏ ବିନ୍ଦୁରେ ରଖିକି କ'ଣ କରିବା ନା ଏଠି କାଟିଦେବା। ବର୍ତ୍ତମାନ ୟା ନାଁ ଦେବା ଏ ବି। ମନ ଇଚ୍ଛା ନାଁ ଦେବନି, ଏଠି ନାଁ ଦେଇଛି ଅଲରେଡ଼ି। ୟା ନାଁ ହେଇଯିବ ଏ ବି ରେଖାଖଣ୍ଡ। ସେ କହିଲା ପ୍ରଥମେ ଆକୁ ସମଦ୍ୱିଖଣ୍ଡ କର। ସେମିତି ଅଧାରୁ ଅଧିକ ନେଇକି ସମଦ୍ୱିଖଣ୍ଡ କରିବା ଯେମିତି କରୁଥିଲେ। ଦେଖ ଅଧାରୁ ଅଧିକ ଅଛି, ଅଧାରୁ ଅଧିକ ଅଛି, ତାହେଲେ ଏପଟେ କାଟିବା, ଏପଟେ କାଟିବା। ସେଇ ଚାପକୁ ହଲଚଲ କରିବାନି, ଏ ରଖିକି ଏପଟେ କାଟିବା, ଏପଟେ କାଟିବା, ତାକୁ ସଂଯୁକ୍ତ କରିଦେବା। ଠିକ୍ ଅଛି। ୟା ନାଁ ଗୋଟେ ଦେଇଦେଉଛି ମୁଁ ଓ। ଠିକ୍ ଅଛି। ବର୍ତ୍ତମାନ ଦେଖ
ए बी रेखाखंड समान द्विखंड होगा गोटे है ए ओ पार्ट होगा गोटे बी ओ पार्ट होगा पुणी गला समान चारिखंड कर ताहले आम कौन करिया पुणी ए ओ को द्विखंड करवा पुणी ओ बी को द्विखंड करवा सेमती अधार अधिक नहीं देख अधार अधिक अच्छी एपटे काटिवा एपटे काटिवा रखिकी एपटे काटिवा ହେଇଗଲା ଆକୁ ସଂଯୁକ୍ତ କରିଦେବା या ना गोटे देदेबा मनकर सी दे दूची ये गोटे पार्ट होगा एपटे मत सेमती करवा अधार अधिक अच्छी एपटे काट काट ये रखी पुनर्बार एपटू काटिवा ହେଇଗଲା डी मुकाईगला सीधा जान ठीक अच्छे क्या ना गोटे देदेबा डी बर्तमान देख समान चारिखंड है ना नहीं ए डी गोटे पार्ट है डी ओ गोटे पार्ट ओ सी गोटे सी बी गोटे चारिखंड हो गला समान चारिखंड ताहले अनुसरण शेष नेक्स्ट देखा।